ଏତେ ଗରମ ସକାଳୁ ତା ଭିତରେ ଏମାନଙ୍କର ସବୁ ଜଳଖିଆ ବନେଇବାକୁ ପଡ଼ିବ। ତ ସମସ୍ତଙ୍କର ଗୋଟେ ଗୋଟେ ଫରମାଇଶ କ'ଣ କ'ଣ ଖାଇବେ। ତ ମହାଦେବ କହିଲେ ପରଟା ଭଜା ମୋର ପାଇଁ କରିଦିଅ। ତ ମୁଁ ଭାବିଲି କି ମୋ ବଡ଼ ଝିଅ ସେଇ ପରଟା ଭଜାକୁ ଖାଇଦେବ ନା, ତାର ଦରକାର ଅଲଗା ସୁଜି ଉପମା। ତ ମୁଁ ସୁଜି ଉପମା ବି ବନେଇଲି, ଆଉ ମହାଦେବଙ୍କ ପାଇଁ ପରଟା ଭଜା ବନେଇଲି। ଆଉ ତାନିର ସବୁବେଳେ ପାଇଁ ଇଡଲି ଆସେ ବାହାରୁ, କାହିଁକିନା ସେ ଛତୁଆ ଖାଉନି, ସେ ଇଡଲି ଖାଉଛି, ସେଥିପାଇଁ ସବୁବେଳେ ଇଡଲି ମାର୍କେଟରୁ ତା ପାଇଁକା ଆସୁଛି। ତ କ'ଣ କରିବା, ହଇରାଣ କରୁଛି ଯେହେତୁ ସେ ଖାଉନି ଛତୁଆ, ତ ଉପାସ ଆଉ ରହିବନି ନା, ଯାହାହେଲେ ବି ତ କିଛି ଖାଇବାକୁ ଦେବାକୁ ପଡ଼ିବ। ସକାଳୁ ବିସ୍କିଟ୍ ଖାଉନି, ବହୁତ ହଇରାଣ କରୁଛି, ସେଥିପାଇଁ ତାର ଇଡଲି ସବୁବେଳେ ପାଇଁ ଆସେ ମାର୍କେଟରୁ। ମୋର ଆଉ ଫରମାଇଶ କିଛି ନାହିଁ, ଏତେ ଗରମରେ ମୁଁ ନିଜେ ଆଉ କିଛି ବନେଇକିରି ଖାଇଲା ଭଳିଆ ପରିସ୍ଥିତିରେ ନାହିଁ। ଯାହା ତାଙ୍କ ପାଇଁ ବନେଇଛି ସେଇଆକୁ ମୁଁ ଖାଇବି। ଦେଖିବା କ'ଣ ହେଉଛି। ତ ମହାଦେବ ଯାଇଥିଲେ ମାର୍କେଟ, ଆଜି ଛୁଆଙ୍କର ଫଳ ସରିଯାଇଥିଲା, ତାପରେ ଇଡଲି ବି ନେଇକି ଆସିଲେ। ମୁଁ କହିଥିଲି ତାଙ୍କୁ ଲିଚି ଆଣିବା ପାଇଁ, ଏଇ ବର୍ଷର ଫାଷ୍ଟ ଲିଚି ଖାଇବା, ଦେଖିବା କେମିତି କ'ଣ ଲାଗୁଛି। ଲିଚି ତ ସବୁବେଳେ ପାଇଁ ମୋର ଫେଭରେଟ୍, ସବୁବେଳେ ପାଇଁ ମୋତେ ବହୁତ ଭଲ ଲାଗେ। ଆଉ ଟିକେ କଞ୍ଚା ଅଛି, ଆଉ ଗୋଟେ ଗୋଟେ ପାଚିଛି, ସେମିତି ଅଛି ଲିଚି ଗୁଡ଼ାକ। ଦେଖିବା କେମିତି କ'ଣ ଟେଷ୍ଟ ଅଛି। ଆଉ ଏଇ ବର୍ଷ ମୁଁ ବଢ଼େଇ ପାରିଛି, ଆର ବର୍ଷ ବି ପାରିଥିଲି, ଏ ବର୍ଷ ବି ବହୁତ ଖରା ହେଇଥିଲା, ମୁଁ ଭାବିଲି ପାରିଦେବା। ତ ଏଇଠି ବହୁତ ସଫ୍ଟ ହେଇଛି, ମାନେ ଉଠି ଯାଉଛି ବହୁତ ଜଲ୍ଦି କୁଲାରୁ। ମୋ ଝିଅ ଦେଖାଉଛି, ଦେଖ ମମି, ବହୁତ ଜଲ୍ଦି ଉଠି ଯାଉଛି କୁଲାରୁ, ଆଉ ବହୁତ ମୁଡ଼ମୁଡ଼ା ହେଇଛି, ବହୁତ ବଢ଼ିଆ ହେଇଛି ବଢ଼ିଟା। ତ ଷ୍ଟକ୍ ତ ପ୍ରତିବର୍ଷ ଏତେ ଏତେ ହଉନି ଯେ ଷ୍ଟକ୍ ରଖିବା, ତ ଅଳ୍ପ ଅଳ୍ପ ମୁଁ ବାରି ଦେଉଛି। ଦେଖନ୍ତୁ କେତେ ସୁନ୍ଦର